ବଢ଼ିଲା ଗ୍ୟାସ୍ ଦର। ତ ଦର୍ଶକ ବନ୍ଧୁ, ଗ୍ୟାସ୍ ଦର ବର୍ତ୍ତମାନ ପାଇଁ ହୁତୁ ହୁତୁ ହେଇକି ମାନେ ବଢ଼ିବାରେ ଲାଗିଛି। ତ ବର୍ତ୍ତମାନ ସମୟରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସମସ୍ୟାକୁ ନେଇକି ବର୍ତ୍ତମାନ ପାଇଁ ପୃଥିବୀ ଉପରେ ତା'ର ପ୍ରଭାବ ପଡ଼ିସାରିଛି। ତ ଗ୍ୟାସ୍ କମ୍ପାନୀମାନେ ଏବେ ବର୍ତ୍ତମାନ ପାଇଁ ସେମାନଙ୍କର ଦର ବଢ଼େଇଛନ୍ତି। ତ ଏହା ବାବଦରେ ବର୍ତ୍ତମାନ ପାଇଁ ଯେଉଁ ଘରୋଇ ଆଉ କମର୍ସିଆଲ ତାଙ୍କ ଉପରେ ଏହାର ପ୍ରଭାବ ଦେଖିବା ପାଇଁ ମିଳୁଛି। ତ ପ୍ରଥମତଃ ମୁଁ ଆଜି ଆପଣଙ୍କୁ କହିବି ଯେ ଆପଣଙ୍କର ଯେଉଁ ଘରୋଇ ଆଉ କମର୍ସିଆଲ ଯେଉଁ ରହୁଛି ତା'ର କେତେ ରେଟ୍ ବଢ଼ିଛି। ତ ସେ ତ ଟୋଟାଲ ଓଭରଅଲ୍ ଆପଣଙ୍କର ରାଜ୍ୟରେ ଆମେ ଦେଖିବା। 10 ମିନିଟ୍ ଚାଲନ୍ତୁ। ତ ପ୍ରଥମେ ଆମେ ଏହା ବାବଦରେ ଆଲୋଚନା କରିନେବା। ତ ଦେଖନ୍ତୁ, ପ୍ରଥମେ ଆପଣଙ୍କର ଯେ 7 ମାର୍ଚ୍ଚରେ ତୈଳ କମ୍ପାନୀମାନଙ୍କର ଦର ବୃଦ୍ଧି ଯୋଗୁଁ ଆପଣଙ୍କର 14.2 କେଜି ଆପଣଙ୍କର ଯେଉଁ ଘରୋଇ ସିଲିଣ୍ଡର ସେଠି ଆପଣଙ୍କର 60 ଟଙ୍କା ବୃଦ୍ଧି ଘଟିଛି। ଆଉ କମର୍ସିଆଲରେ ଆପଣଙ୍କର 115ରୁ 114ରୁ 115 ଟଙ୍କା ଆପଣଙ୍କର ବୃଦ୍ଧି ଘଟିଛି। ଏହା ଫଳରେ ତ ନୂଆ ଦର ଲାଗୁ ହୋଇଛି। ଆସନ୍ତୁ ଆପଣ ମୁଁ କହିବି ଯେ ଆପଣଙ୍କର ନୂଆ ଦର କେତେ କ'ଣ ଆପଣ ଲାଗୁ ହୋଇଛି। ତ ପ୍ରଥମେ ନୂଆଦିଲ୍ଲୀରେ ଆମେ ଦେଖିବା ଯେ ଆପଣଙ୍କର 913 ଘରୋଇ, ଆପଣ ଡୋମେଷ୍ଟିକ୍ ଆପଣ ଦେଖିବା ଯଦି ଆପଣ 1884.5, ଆପଣଙ୍କର ମୁମ୍ବାଇରେ ହେଉଛି 912, ଡୋମେଷ୍ଟିକ୍ରେ ହେଉଛି 1836, କୋଲକାତାରେ ଆମେ ଯଦି ଦେଖିବା 939, ଆପଣଙ୍କର 1988 ଟଙ୍କା ଆପଣ ବୃଦ୍ଧି ହେଇଛି। ତ କୋଲକାତାରେ ଆପଣଙ୍କର 939 ଆଉ ଡୋମେଷ୍ଟିକ୍ରେ 1988। ଚେନ୍ନାଇରେ ଆପଣ ଦେଖିବା ଯଦି 928.50 ଆଉ ଆପଣଙ୍କର କମର୍ସିଆଲ ହେଉଛି 2043। ବେଙ୍ଗଲୋର ଆପଣଙ୍କର 915, 1958। ଆଉ ହାଇଦ୍ରାବାଦରେ ଆପଣଙ୍କର ହେଉଛି ଡୋମେଷ୍ଟିକ୍ 965, କମର୍ସିଆଲ ହେଉଛି 2105। ପାଟନା ରହୁଛି 1002.5, 2133 ରାଜ୍ୟରେ ଦେଖିଲେ। ଏବେ ଆସନ୍ତୁ ଆମେ ଓଡ଼ିଶା ଦେଖିବା। ନା ଓଡ଼ିଶାରେ ସେରକମ ଆପଣଙ୍କର ହେଉଛି 939 ଟଙ୍କା ଆପଣଙ୍କର ଏଠି ବଢ଼ିଛି। ଡୋମେଷ୍ଟିକ୍ ହେଉଛି 939 ଟଙ୍କା, ଆପଣଙ୍କର ଏଠି 60 ଟଙ୍କା ବୃଦ୍ଧି ହେଲେ। ଏଠି ଆପଣ 2029 ବା 1990ରୁ 2029 ଆପଣ ରହୁଛି ଆପଣ କମର୍ସିଆଲ। ତ ଆମେ ଦେଖିଦେବା ଓଡ଼ିଶାର କେଉଁ କେଉଁ ଜିଲ୍ଲା କେତେ ବଢ଼ିଛି। ଭୁବନେଶ୍ୱର ହେଉଛି 939, ଆପଣଙ୍କର ଇଏ ହେଉଛି ଡୋମେଷ୍ଟିକ୍ ଆଉ କମର୍ସିଆଲ ହେଉଛି 2029। କଟକ ରହୁଛି 949, 2027। ପୁରୀରେ ହେଉଛି ଆପଣଙ୍କର 941, 1950। ଭଦ୍ରକ ରହୁଛି 953, ଏଇଟା ହେଉଛି 2006। ସମ୍ବଲପୁରରେ 974.50, ଆପଣ 1967। ବ୍ରହ୍ମପୁରରେ 949, 1980 ଡୋମେଷ୍ଟିକ୍ କମର୍ସିଆଲ। ରାଉରକେଲାରେ 1912, ଆପଣ 1955। ଓଡ଼ିଶାରେ ଆପଣଙ୍କର ବାଲେଶ୍ୱରରେ ଦେଖିବା ଆମେ, ବାଲେଶ୍ୱର ହେଉଛି ଡୋମେଷ୍ଟିକ୍ ହେଉଛି 1955 ଆଉ କମର୍ସିଆଲ ହେଉଛି 1932। ଯଦି ସ୍ମଲ୍ ଆପଣ କିଣିବେ 5 ଲିଟରିଆ ଗ୍ୟାସ୍ ଆପଣ କିଣିବେ ଏଇଟା 325, ଆପଣଙ୍କର ଡୋମେଷ୍ଟିକ୍ ହେଉଛି 335। ଇଏ ହେଲା ଆପଣଙ୍କର ଗ୍ୟାସ୍ ରେଟ୍ ବର୍ତ୍ତମାନ ପାଇଁ ଅପଡ଼େଟ୍ ଆପଣ ଦେଲି ବାଲେଶ୍ୱର ହେଲି। ଏଠି ଯେଉଁ ଆପଣଙ୍କର ରେଟ୍ ଯେଉଁ ବଢ଼ିଛି ମୁଁ କହିଲି, ଏଇ ଯେଉଁ ରେଟ୍ ବଢ଼ିଛି ପ୍ରଥମ ଥର 2025 ଠାରୁ ଇଏ ହେଉଛି ପ୍ରଥମ ଥର ହେଉଛି ଇଏ ହେଉଛି ଅଧିକ ହେଇଛି। 2025ରୁ 2026 ଭିତରେ ପ୍ରଥମ ଥର। ତ ଆପଣ ଜାଣିଥିବେ ବର୍ତ୍ତମାନ ମଧ୍ୟପ୍ରାଚ୍ୟର ଯେଉଁ ଯୁଦ୍ଧ ଯୋଗୁଁ ଆପଣଙ୍କର ଇସ୍ରାଏଲ, ଆପଣଙ୍କର ଆମେରିକା ଆଉ ଇରାନ ଯେହେତୁ ମୋତେ ଯୋଗାଏ, ତେଣୁ ସେ ଯେଉଁ ଜାଗାକୁ ଆପଣଙ୍କର ବିତରଣ କରେ, ଭାତ ବିତରଣ କରିବେ, ଅନ୍ୟ ସବୁ ବିତରଣ କରେ, ସେ ଜାଗାକୁ ବର୍ତ୍ତମାନ ବନ୍ଦ କରିଦେଇଛି। ତୈଳ ରେଟ୍ ବର୍ତ୍ତମାନ ପାଇଁ ଆମ ଭାରତ ସହିତ ଅନ୍ୟ ଦେଶମାନଙ୍କର ହୁ ହୋଇକି ଆପଣ ବଢ଼ୁଛି। ଦର୍ଶକ ବନ୍ଧୁ, ଏତେ ଆପଣଙ୍କୁ କହିଗଲି। ତ ତୈଳ ରେଟ୍ ବାବଦରେ ଆପଣଙ୍କର ଯେଉଁ ଯୁଦ୍ଧ ସମୟ ପରେ ଯେ ତୈଳ ରେଟ୍ ହାହୁ ହାଉକେ ବଢ଼ିଛି ତା'ର ଅପଡ଼େଟ୍ ଆପଣଙ୍କୁ ଦେଲି। କେଉଁ ରାଜ୍ୟରେ କେତେ ଅଛି ଆଉ ଓଡ଼ିଶାର କେତେ ଆପଣଙ୍କର ମୁଁ ଆପଣଙ୍କୁ ଏହା ବାବଦରେ କହିଲି। ଦର୍ଶକ ବନ୍ଧୁ, ତ ଆପଣ ଏହା ବାବଦକୁ ଅନ୍ୟ ଭାବୁଥିବେ ଆଜିକାର ଏ ଭିଡ଼ିଓଟି ଦେଖିକି ପ୍ରାୟତଃ ବୁଝିପାରୁଥିବେ। ତା ସହିତ এই ইনফরমেশনটুকু ଅନ୍ୟମାନଙ୍କୁ ସେୟାର କରନ୍ତୁ ତ ସମସ୍ତେ ଜାଣିପାରିବେ। ଦର୍ଶକ ବନ୍ଧୁ ରହିଲି, ନମସ୍କାର, ଜୟ ଜଗନ୍ନାଥ।